ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣ ଭଲରେ ଥିବେ। ତ ଦେଖନ୍ତୁ, ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଚିତ୍ରୋଡ଼ା ହାୟର ସେକେଣ୍ଡାରୀ ସ୍କୁଲ ତରଫରୁ ବର୍ତ୍ତମାନ ରିକ୍ୱାରମେଣ୍ଟଟି ବାହାରିଛି, ଯାହାକି ଗେଷ୍ଟ ଫ୍ୟାସିଲିଟି ପାଇଁ ପୋଷ୍ଟ ଭ୍ୟାକେନ୍ସିଟି ବାହାରିଛି। ତ ଆପଣଙ୍କର ଯଦି 26ରୁ 65 ଭିତରେ ଆପଣଙ୍କର ଏଜ୍ ରହୁଛି, ତାହେଲେ ଆପଣ ଏଥିରେ ଆପ୍ଲାଇ କରିପାରିବେ। ଏବଂ ଏଥିରେ ଦେଖନ୍ତୁ, ଏଥିରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଏଥିରେ ଆପ୍ଲାଇ କରିପାରିବେ। ଏଥିରେ ଆପଣଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏଥିରେ ନୋ ଏକ୍ଜାମ୍ ରହୁଛି। ଏଥିରେ ଆପଣଙ୍କର ଓନ୍ଲି ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ। ଏଥିରେ କୌଣସି ପରୀକ୍ଷା ଆପଣଙ୍କ ହେବ ନାହିଁ। ତେବେ ଚାଲନ୍ତୁ ଦେଖିବା ଏହାର ଆବେଦନ କେବେଠାରୁ ଷ୍ଟାର୍ଟ ହେଇଛି ଏବଂ ଲାଷ୍ଟ ଡେଟ୍ଟି କେବେ ରହୁଛି। ତେଣୁ ଭିଡ଼ିଓକୁ କମ୍ପ୍ଲିଟଲି ଦେଖନ୍ତୁ ଏବଂ ଆପଣମାନେ ମୋ ଚ୍ୟାନେଲରେ ଯଦି ନୂଆ ଅଛ, ତାହେଲେ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତେବେ ଚାଲନ୍ତୁ ଦେଖିବା ଏହାର କ୍ୱାଲିଫିକେସନ୍ କେତେ ରହୁଛି ଏବଂ କ'ଣ ସବୁ ପୋଷ୍ଟ ଭ୍ୟାକେନ୍ସି ରହୁଛି। ଚାଲନ୍ତୁ ଦେଖିବା। ତ ଦେଖନ୍ତୁ, ଏଥିରେ ଆପଣଙ୍କର 2ଟି ପୋଷ୍ଟ ଭ୍ୟାକେନ୍ସି ରହିଛି, ଯାହାକି ଗେଷ୍ଟ ଫ୍ୟାସିଲିଟି ଇନ୍ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଟ୍ରେଡ୍ ରହୁଛି ଏବଂ ଆଉ ଗୋଟେ ଆପଣଙ୍କର ପୋଷ୍ଟ ରହୁଛି, ଯାହାକି ସ୍ପୋର୍ଟ ଏବଂ ଫିଜିକାଲ୍ ଏଜୁକେସନାଲ୍ ଫିଟନେସ୍ ଲାଇଜର ରହୁଛି। ଏହି 2ଟି ପୋଷ୍ଟ ଭ୍ୟାକେନ୍ସି ରହିଛି। ଯଦି ଆମେ ଏହାର କ୍ୱାଲିଫିକେସନ୍ଟି ଦେଖିବା, ତ କ୍ୱାଲିଫିକେସନ୍ଟି ରହୁଛି ଯାହାକି M.Com ବା ମାଷ୍ଟର ଅଫ୍ କମର୍ସ ଆପଣଙ୍କର ରହୁଛି ଏବଂ ଗେଷ୍ଟ ଫ୍ୟାସିଲିଟି ଯାହାକି ସ୍ପୋର୍ଟ ଫିଜିକାଲରେ କ୍ୱାଲିଫିକେସନ୍ଟି ରହୁଛି ପୋଷ୍ଟ ଗ୍ରାଜୁଏଟ୍, ଯାହାକି PG ରହୁଛି। ଆପଣଙ୍କର ଯଦି ଗେଷ୍ଟ ଫ୍ୟାସିଲିଟିରେ ଯଦି ଅଫିସ୍ ମ୍ୟାନେଜମେଣ୍ଟରେ ଆପଣ ଆପ୍ଲାଏ କରିଛନ୍ତି, ତାହେଲେ ଆପଣଙ୍କର ମିନିମମ୍ ଆପଣଙ୍କର 55% ଆପଣଙ୍କର ମାର୍କ ଥିବା ଦରକାର। ଦେଖନ୍ତୁ, ଏଥିରେ ଆପ୍ଲିକେସନ୍ ଅଲରେଡ଼ି ଷ୍ଟାର୍ଟ ହେଇସାରିଛି, ଯାହାକି ଆବେଦନ ଅଲରେଡ଼ି ଆରମ୍ଭ ହେଇସାରିଛି। ଆବେଦନ ଲାଷ୍ଟ ଡେଟ୍ଟି ରହୁଛି, ଦେଖନ୍ତୁ 26/7/2024 ଆବେଦନ ଲାଷ୍ଟ ଡେଟ୍ଟି ରହୁଛି ଏବଂ ଏଥିରେ ଦେଖନ୍ତୁ ଆପଣଙ୍କର ଇଣ୍ଟରଭ୍ୟୁ ଯାହାକି ରହୁଛି, ଇଣ୍ଟରଭ୍ୟୁ ଡେଟ୍ ମଧ୍ୟ ଦେଇଛନ୍ତି 29/7/2024 ଆପଣଙ୍କର ଇଣ୍ଟରଭ୍ୟୁ ରହୁଛି। ତ ଆପଣମାନେ ଯଦି ଏଇ ଜବ୍ରେ ଇଣ୍ଟରେଷ୍ଟିଂ ଅଛ, ତାହେଲେ ଏବେ ହିଁ ଆପଣ ଆପ୍ଲାଏ କରନ୍ତୁ। ଆପ୍ଲାଏ ଅଲରେଡ଼ି ଷ୍ଟାର୍ଟ ହେଇସାରିଛି। ଆପ୍ଲାଏ ପ୍ରୋସେସ୍ ଯାହାକି ରହୁଛି, ଆପ୍ଲାଏ ମୋଡ଼୍ଟି ରହୁଛି ଅଫଲାଇନ୍ ପ୍ରୋସେସ୍ରେ ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ। ଯଦି ଆପଣ କିଛି ଡିଟେଲ୍ସ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଏଇ ନମ୍ବରରେ ଆପଣ ମଧ୍ୟ କଣ୍ଟାକ୍ଟ କରିପାରିବେ। ମୋବାଇଲ ନମ୍ବର ମଧ୍ୟ ମେନସନ୍ କରାଯାଇଛି। ତ ଏଇ ନମ୍ବରରେ ମଧ୍ୟ ଆପଣ ଡିଟେଲ୍ସ ଆପଣ କଲ୍ କରି ଆପଣ ଜାଣିପାରିବେ। ଇମେଲ୍ ଆଇ ଡ଼ି ମଧ୍ୟ ମେନସନ୍ କରାଯାଇଛି। ତ ଇମେଲ୍ ଆଇଡ଼ିରେ ମଧ୍ୟ ଆପଣ ମଧ୍ୟ କଣ୍ଟାକ୍ଟ କରିପାରିବେ। ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓକୁ ଭଲ ଲାଗିଥିବ। ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଯେଉଁମାନେ ପ୍ରଥମ ଥର ମୋ ଚ୍ୟାନେଲରେ ଆସିଛନ୍ତି, ସେମାନେ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ।